ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜିର ପ୍ରବନ୍ଧ ବିଭାଗରେ ଦେଖିବା ଆଉ ଏକ ନୂତନ ପ୍ରବନ୍ଧ, ଯାହାର ଶୀର୍ଷକ ହେଉଛି ଭାରତର ସାଧାରଣ ନିର୍ବାଚନ। ଉପକ୍ରମ: ସମଗ୍ର ବିଶ୍ୱର ଶାସନତନ୍ତ୍ରରେ ଭାରତର ଏକ ସ୍ୱାତନ୍ତ୍ର୍ୟ ରହିଛି, କାରଣ ଏହା ଏକ ସର୍ବବୃହତ୍ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର। ସ୍ୱାଧୀନତା ପ୍ରାପ୍ତି ପରେ ଭାରତରେ ଗଣତାନ୍ତ୍ରିକ ଶାସନ ପଦ୍ଧତି କାର୍ଯ୍ୟକାରୀ ହୋଇଛି। ଏହି ଶାସନ ପଦ୍ଧତିରେ ମୁକ୍ତ, ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାରେ ପ୍ରତିନିଧି ମନୋନୟନ ହୋଇଥାଏ। ନିର୍ବାଚିତ ପ୍ରତିନିଧିମାନେ ଶାସନତନ୍ତ୍ରର କ୍ଷମତାକାରୀ ହୁଅନ୍ତି। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନେ ଅଂଶଗ୍ରହଣ କରିଥାନ୍ତି। ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରନ୍ତି ସେମାନେ ଶାସନ କ୍ଷମତାକୁ ଆସିଥାନ୍ତି। ଏହି ସମସ୍ତ ପ୍ରକ୍ରିୟାର ଏକ ସ୍ୱତନ୍ତ୍ର ପଦ୍ଧତି ରହିଛି, ଅର୍ଥାତ୍ ଭାରତର ସାଧାରଣ ନିର୍ବାଚନ ଏକ ସ୍ୱତନ୍ତ୍ର ପଦ୍ଧତି ଆଧାରିତ ଅଟେ। ପଦ୍ଧତି: ଭାରତର ସାଧାରଣ ନିର୍ବାଚନ ପଦ୍ଧତିରେ ନିର୍ବାଚନର ଦାୟିତ୍ୱ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ଥାଏ। ସେ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ କରିବାର ମୁଖ୍ୟ ଅଧିକାରୀ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଅଂଶଗ୍ରହଣ କରିଥାନ୍ତି। 18 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ଭୋଟଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରି ନିଜ ନିଜର ପସନ୍ଦର ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିଥାନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତିରେ ସାଧାରଣ ନିର୍ବାଚନରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ଗୁଡ଼ିକର ସଦସ୍ୟମାନଙ୍କ ପାଇଁ ନିର୍ବାଚନ ସମ୍ପାଦିତ ହୁଏ। ପ୍ରଥମତଃ ନିର୍ବାଚନ ଆୟୋଗ ନିର୍ବାଚନ ଅନୁଷ୍ଠିତ କରିବା ନିମିତ୍ତ ଏକ ନିର୍ଦ୍ଧାରିତ ତାରିଖ ଘୋଷଣା କରନ୍ତି। ପର୍ଯ୍ୟାୟକ୍ରମେ ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା, ପ୍ରାର୍ଥୀମାନଙ୍କୁ ପ୍ରଚାର ନିମିତ୍ତ ନିର୍ଦ୍ଦେଶନାମା ଜାରି, ଭୋଟ ଦେବାର ଧାର୍ଯ୍ୟ ତାରିଖ ଅନୁଯାୟୀ ଏହାର ସୁପରିଚାଳନା ପାଇଁ ବିଭିନ୍ନ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଜିଲ୍ଲା ମୁଖ୍ୟକୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରନ୍ତି। ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକରେ କର୍ମଚାରୀ ନିୟୋଜନ, ଶାନ୍ତି ଶୃଙ୍ଖଳା ରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ପ୍ରଶାସନକୁ ନିୟୋଜନ, ସୁରକ୍ଷିତ ଭାବରେ ଭୋଟ କେନ୍ଦ୍ର ଗୁଡ଼ିକୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରେରଣ, ଭୋଟ ଗ୍ରହଣ ପରେ ସେଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ, ଭୋଟ ଗଣତି ପାଇଁ ନିର୍ଦ୍ଧାରିତ ତାରିଖ ଓ କର୍ମଚାରୀ ନିୟୋଜନ, ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀମାନଙ୍କ ନାମ ଘୋଷଣା ଇତ୍ୟାଦି କାର୍ଯ୍ୟକ୍ରମକୁ ନିର୍ବାଚନ ପଦ୍ଧତି ରୂପେ ଗ୍ରହଣ କରାଯାଇଥାଏ। ପରିଚାଳନା: ସାଧାରଣ ନିର୍ବାଚନ ପରିଚାଳନା ଯଦିଓ ସାମଗ୍ରିକ ଭାବେ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ଥାଏ, ତଥାପି ଏହାକୁ ସୁବ୍ୟବସ୍ଥିତ କରିବା ନିମିତ୍ତ ବିଭିନ୍ନ ରାଜ୍ୟର ନିର୍ବାଚନ ଆୟୋଗ, ଜିଲ୍ଲା ପ୍ରଶାସନ ମୁଖ୍ୟ ଓ ସ୍ଥାନୀୟ ପ୍ରଶାସନକୁ ସମ୍ପୃକ୍ତ କରାଯାଇଥାଏ। ଜିଲ୍ଲା ପ୍ରଶାସନ ମୁଖ୍ୟ ଉଭୟ ଲୋକସଭା ଓ ବିଧାନସଭାର ସ୍ଥାନ ସଂଖ୍ୟା, ମତଦାତାମାନଙ୍କର ସଂଖ୍ୟା, ଆବଶ୍ୟକ ହେଉଥିବା ବୁଥ୍ ସଂଖ୍ୟାକୁ ଆକଳନ କରି ତଦନୁସାରେ ପଦକ୍ଷେପ ଗ୍ରହଣ କରିଥାନ୍ତି। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ମୁଖ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି। ପ୍ରାର୍ଥୀପତ୍ର ଦାଖଲ, ପ୍ରତ୍ୟାହାର ଓ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶନ ପରେ ନିର୍ବାଚନ ପ୍ରକ୍ରିୟାରେ ସ୍ପର୍ଶକାତରତା ଆସିଥାଏ। ନିର୍ବାଚନକୁ ଅବାଧ, ଶୃଙ୍ଖଳିତ, ସ୍ୱଚ୍ଛ ଓ ନିରପେକ୍ଷ କରିବାର ଗୁରୁ ଦାୟିତ୍ୱ ଜିଲ୍ଲା ପ୍ରଶାସନ ମୁଖ୍ୟଙ୍କ ଉପରେ ନ୍ୟସ୍ତ ଥାଏ। ସେମାନେ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କରି ନିର୍ବାଚନ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରିଥାନ୍ତି। ପରିଣାମ: ସାଧାରଣ ନିର୍ବାଚନର ପରିଣାମ ହେଉଛି ସବୁଠାରୁ ସୁଫଳଦାୟକ। ନିର୍ବାଚନ ଦ୍ୱାରା ଯୋଗ୍ୟ ଭୋଟଦାତାମାନେ ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ଶାସନ ଭାର ଅର୍ପଣ କରିବାର ଅଭିଳାଷ ପୋଷଣ କରିଥାନ୍ତି। ନିର୍ବାଚନର ସ୍ୱଚ୍ଛତା ଉପରେ ଉପଯୁକ୍ତ ପ୍ରାର୍ଥୀ ନିର୍ବାଚିତ ହେବାର ସମ୍ଭାବନା ରହିଥାଏ। ଯୋଗ୍ୟ ପ୍ରାର୍ଥୀ ବା ଦଳ କ୍ଷମତାକୁ ଆସିଲେ ଦେଶ ଓ ରାଜ୍ୟର ବିକାଶ ସାଧିତ ହୋଇଥାଏ। ନିର୍ବାଚନ ପ୍ରତିନିଧିମାନଙ୍କର କର୍ତ୍ତବ୍ୟନିଷ୍ଠା, ସାଧୁତା, ଜାତୀୟତା ଓ ମାନବିକତା ବୋଧ ଉପରେ ଦେଶ ବା ରାଜ୍ୟର ଭବିଷ୍ୟତ ନିର୍ଭର କରିଥାଏ। ଉପସଂହାର: ସାଧାରଣ ନିର୍ବାଚନ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସ୍ୱାଭିମାନର ପ୍ରସଙ୍ଗ। ନିର୍ବାଚନକୁ କେବଳ କ୍ଷମତାର ଉପଭୋଗ ମନେ ନ କରି ଏହାକୁ ସାମୂହିକ ମଙ୍ଗଳ ନିମିତ୍ତ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ ମନେ କରାଯିବା ଉଚିତ। ନିର୍ବାଚନ ଅଧିକାରୀ, ପ୍ରାର୍ଥୀ ଓ ମତଦାତାମାନେ ଭାବପ୍ରବଣତା ବା ଦଳୀୟ ସଂକୀର୍ଣ୍ଣ ମାନସିକତାର ବଶବର୍ତ୍ତୀ ନ ହୋଇ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ମନେ କରିବା
ସର୍ବାଦୌ ବାଞ୍ଛନୀୟ।